ହ୍ୟାଲୋ ପିଲାମାନେ, ମୁଁ ମୋର ଏଇ ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ପିଲାମାନେ ସମସ୍ତେ ବହୁତ ଭଲରେ ଥିବେ, ମୁଁ ମଧ୍ୟ ବହୁତ ଭଲରେ ଅଛି। ପିଲେ ଆଜିର ବିଷୟ ହେଉଛି 10th କ୍ଲାସ୍ର ଓଡ଼ିଆ ଗ୍ରାମାର, ଯେଉଁଟାକି ପଞ୍ଚମ ଅଧ୍ୟାୟର ଛନ୍ଦ ଅଳଙ୍କାର। ଆମେ ପଢ଼ିଥିଲେ ଛନ୍ଦ ଅଳଙ୍କାର ବିଷୟରେ। ସେଇ ଭିତରୁ ଆମେ ଛନ୍ଦକୁ ଆମେ ଫୁଲ୍ କଭରେଜ କରିଥିଲେ। ଓକେ, ତ ଅଳଙ୍କାର ଅଛି ପିଲେ, ଆଜି ଅଳଙ୍କାରକୁ ମଧ୍ୟ ଫୁଲ୍ କଭରେଜ କରିଦେବା। ପିଲାମାନେ ଏଇ କ୍ଲାସ୍ ଷ୍ଟାର୍ଟ କରିବା ପୂର୍ବରୁ ସମସ୍ତେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ପିଲାମାନେ ସମସ୍ତଙ୍କୁ ସେୟାର କରିଦିଅନ୍ତୁ। ତ ଚାଲନ୍ତୁ ପିଲାମାନେ, କ୍ଲାସ୍କୁ ଡେରି କରିବାନି, କ୍ଲାସ୍କୁ ଷ୍ଟାର୍ଟ କରିଦେବା। ଏଇ ଅଳଙ୍କାର କ'ଣ ଆଉ ଅର୍ଥ ଅଳଙ୍କାର କ'ଣ, ସେଇ ବିଷୟରେ ଗୋଟେ ଗୋଟେ କରି ପଢ଼ିକି ଯିବା। ଓକେ, ଦେଖନ୍ତୁ ପିଲେ, ପ୍ରଥମେ ଦେଇଛି କ'ଣ ନା ଅଳଙ୍କାର। ଅଳଙ୍କାର କାହାକୁ କହିବା? ଓକେ, ଦେଖନ୍ତୁ ଅଳଙ୍କାର କାହାକୁ କହିବା? ସାହିତ୍ୟକୁ ସରସ, ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନ ଆବଶ୍ୟକ ହୁଏ ତାହାକୁ ଅଳଙ୍କାର ବୋଲି କୁହାଯାଏ। ଏଥିରୁ କ'ଣ ବୁଝୁଛନ୍ତି ପିଲେ? ଦେଖନ୍ତୁ, ଗୋଟେ ସାହିତ୍ୟକୁ ଯଦି ଆମେ ସରସ, ସୁନ୍ଦର ଏବଂ ରମଣୀୟ କରିବା, ସୁନ୍ଦର ଏବଂ ସରସ ଏବଂ ରମଣୀୟ କରିବାକୁ ଚାହୁଁଛେ, ତାହେଲେ ଯେଉଁ ସୌନ୍ଦର୍ଯ୍ୟବୋଧକ ଉପାଦାନ ଆମେ ବ୍ୟବହାର କରୁଛେ ତାକୁ କୁହାଯାଏ କ'ଣ ନା ଅଳଙ୍କାର ବୋଲି କୁହାଯାଏ। ଓକେ, ଏହି ବାକ୍ୟର ଶୋଭା ବୃଦ୍ଧି କରେ। କ'ଣ? ଶୋଭା ବୃଦ୍ଧି କରିଥାଏ। ପାଠକ ପ୍ରଣାଳୀକୁ ଆମୋଦିତ କରେ। କ'ଣ? ପାଠକ ପ୍ରାଣକୁ ଆମୋଦିତ କରେ। ବସ୍ତୁତ ଅଳଙ୍କାର ମାନେ ଯେଉଁଟାକି ସୌନ୍ଦର୍ଯ୍ୟ ତତ୍ତ୍ୱ ହେଉଛି ସାହିତ୍ୟର ବୈଶିଷ୍ଟ୍ୟ। ତଦ୍ୱାରା କାବ୍ୟ କବିତା ରମଣୀୟ ହୋଇଥାଏ, ଯାହାଦ୍ୱାରା କି କାବ୍ୟ କବିତାଟା ରମଣୀୟ, ସୁନ୍ଦର ହୋଇଥାଏ। ଦେଖନ୍ତୁ, ଏବେ ଅଳଙ୍କାର ମୁଖ୍ୟତଃ କେତେ ଭାଗରେ ବିଭକ୍ତ? ଅଳଙ୍କାର ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ। ପିଲେ କେତେ ଭାଗରେ? ନା ଦୁଇ ଭାଗରେ। ଏକ ନମ୍ବର କ'ଣ ନା ଶବ୍ଦ ଅଳଙ୍କାର ଓ ଅର୍ଥ ଅଳଙ୍କାର। କ'ଣ କହିଲି? ନା ଶବ୍ଦ ଅଳଙ୍କାର ଆଉ ଗୋଟେ ଅର୍ଥ ଅଳଙ୍କାର। ଏବେ ଦେଖିବା ଶବ୍ଦ ଅଳଙ୍କାର କାହାକୁ କୁହାଯାଏ। ଦେଖନ୍ତୁ, ଶବ୍ଦ ଅଳଙ୍କାର ଯାହାଦ୍ୱାରା ଶବ୍ଦ ସରସ, ସୁନ୍ଦର ଓ ଶ୍ରୁତି ମଧୁର ହୁଏ। ଯାହାଦ୍ୱାରା କି ଯେଉଁ ଶବ୍ଦଟା ସରସ ଏବଂ ସୁନ୍ଦର ଏବଂ ଶ୍ରୁତି ମଧୁର ହୋଇଥାଏ ତାକୁ କୁହାଯାଏ ଶବ୍ଦ ଅଳଙ୍କାର। ଓକେ, ଦେଖନ୍ତୁ ଉଦାହରଣ: ଯମକ, ଅନୁପ୍ରାସ, ଶ୍ଲେଷ। କ'ଣ ନା ଯମକ, ଅନୁପ୍ରାସ, ଶ୍ଲେଷ। ଓକେ, ଦେଖନ୍ତୁ ଏଇଟା ତାକୁ କୁହାଯିବ ନା ଶବ୍ଦ ଅଳଙ୍କାର ଏଇଟା। ଏବେ ଦେଖିବା ଅର୍ଥ ଅଳଙ୍କାର, ଯାହାଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାକୁ ଅର୍ଥ ଅଳଙ୍କାର କୁହାଯାଏ। ଓକେ, ଯାହାଦ୍ୱାରା କି ଅର୍ଥଟା ରମଣୀୟ ଲାଗିଥାଏ ତାକୁ କୁହାଯାଏ ଅର୍ଥାଳଙ୍କାର। ଓକେ, ଦେଖନ୍ତୁ ଉପମା, ଉତ୍ପ୍ରେକ୍ଷା, ଓକେ, ରୂପକ, ବ୍ୟତିରେକ ପ୍ରଭୃତି ଅର୍ଥାଳଙ୍କାର। ଓକେ, ଦେଖନ୍ତୁ ଫାଷ୍ଟ ଦେଖିବା ଆମେ ଶବ୍ଦ ଅଳଙ୍କାର, ତାପରେ ଶବ୍ଦ ଅଳଙ୍କାର ତାର କ'ଣ କ'ଣ ଅଛି, ଅନୁପ୍ରାସ, ଯମକ, ସେଇ ବିଷୟରେ ମଧ୍ୟ ଗୋଟେ ଗୋଟେ କରି ପଢ଼ିବା। ଓକେ, ଫାଷ୍ଟ ଦେଖନ୍ତୁ ଶବ୍ଦ ଅଳଙ୍କାର। ଓକେ, ତ ଅନୁପ୍ରାସ କ'ଣ ନା ଅନୁପ୍ରାସ ଶବ୍ଦ ଅଳଙ୍କାରର ଗୋଟେ ପାଠ କ'ଣ ନା ଅନୁପ୍ରାସ। ଦେଖନ୍ତୁ, ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାହାକୁ ଅନୁପ୍ରାସ ଅଳଙ୍କାର କୁହାଯାଏ। କ'ଣ ବୁଝୁଛନ୍ତି ପିଲାଟି? କ'ଣ ବୁଝିପାରିଲେ? ଦେଖନ୍ତୁ, ଏକ ବା ଏକାଧିକ ତାମାନେ କ'ଣ? ଏକରୁ ଅଧିକ ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣ ମାନେ କୋଉଟା ପିଲେ? କ ଠାରୁ ଅକ୍ଷୟ ପର୍ଯ୍ୟନ୍ତ। ଏଇ ଯେଉଁ ଖ, ଖ, ଗ, ଘ, ଅକ୍ଷ, ଢ, ଢ, ଣ ଏସବୁ ଯଦି ଆମେ ବାରମ୍ବାର ଯଦି ଉଚ୍ଚାରିତ ହେଲା, ତାମାନେ ଆମେ ଜାଣିପାରିବା ଏଇଟା ଅନୁପ୍ରାସ ବୋଲି। ବୁଝିପାରିଲେ? ସିମ୍ପଲ ଭାଷାରେ ଏଇଟା ବୁଝଉଛି ପିଲାମାନେ। ଓକେ, ଦେଖନ୍ତୁ ଉତ୍କଳ ମାନେ ଦେଖନ୍ତୁ ଗୋଟେ କରିଦେଇଛି
ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଏ ଚିଲିକା ଏଇଟା ରାଧାନାଥ ରାୟ ଲେଖିଥିଲେ। ଓକେ, ଦେଖନ୍ତୁ ଦୁଇଟି ପାଦରେ କ ଆଉରି ଲ ଏବଂ ମ ବାରମ୍ବାର ବ୍ୟବହାର। ଦେଖନ୍ତୁ ଏଠି ଲ, ଦେଖନ୍ତୁ ଏଠି ମଧ୍ୟ ଓକେ, ଏଠି ଲ ନାଇଁକି ବହୁତ ବ୍ୟବହାର କରାଯାଇଛି। ଆଉ ଦେଖନ୍ତୁ କ ମଧ୍ୟ, ଏଠି ମଧ୍ୟ କ ହେଇଛି, ଏଠି କ ଅଛି, ଏଠି ଅଛି କ ମଧ୍ୟ ଏବଂ ମ ମଧ୍ୟ ବହୁତ ବ୍ୟବହାର କରାଯାଇଛି। ଏଇଟା ଗୋଟେ ପାଦ, ଏଇ ପାଦରେ। ଓକେ, ତ ଆମେ ଜାଣିପାରିଲେ କ ଲ ମ, ଏଇଟା କ ଗୋଟେ ଲ ଗୋଟେ ମ, ଏଇଟା ଗୋଟେ କ'ଣ ବ୍ୟଞ୍ଜନ ବର୍ଣ୍ଣ। ତ ବ୍ୟଞ୍ଜନ ବର୍ଣ୍ଣ କ'ଣ ଏଇ ପାଦରେ ମଧ୍ୟ ବହୁତ ବ୍ୟବହାର କରାଯାଇଛି, ଯାହାଫଳରେ କ'ଣ ଆଗକୁ କହିବା ଆମେ ଅନୁପ୍ରାସ। ଓକେ, ଦେଖନ୍ତୁ ଖରେ ମଧ୍ୟ ଦେଇଛି, ଏଇଟା ମଧ୍ୟ ବୁଝିଦେବା। ଦେଖନ୍ତୁ ଏଇ ଖରେ ଦେଖନ୍ତୁ, ଦେଖି ନବ କଳିକା ବକାଲିକା ମାଳିକା ଆଲିକାଳିକା କାନ୍ତ ସ୍ମରି ରକ୍ଷା କେମନ୍ତେ କରି କରିବା ମର୍ତ୍ତ କରି ଗତିକି ଏମନ୍ତ ବିଚାରି। ଲାବଣ୍ୟବତୀ ଶ୍ରୀ ଗୋବିନ୍ଦ ବଚ୍ଚ ଲେଖିଛନ୍ତି। ଓକେ, ଏଠାରେ କ'ଣ କ ଗୋଟେ ଲ ଗୋଟେ ର ଗୋଟେ, ଏଇଟା ଗୋଟେ ବ୍ୟଞ୍ଜନ ବର୍ଣ୍ଣ ଗୋଟେ ତ ବାରମ୍ବାର ପ୍ରୟୋଗ କରାଯାଇଛି। ଦେଖନ୍ତୁ କ ମଧ୍ୟ କେତେ, ଏଠି ଦୁଇଟା କ ଅଛି, ଏଠି ଅଛି ଦୁଇଟା କ, ବହୁତ ପରିମାଣରେ ବ୍ୟବହାର କରାଯାଇଛି। ଲ ମଧ୍ୟ ଏମିତି ବ୍ୟବହାର କରାଯାଇଛି। ସେଥିପାଇଁ ଏଇଟା ଗୋଟେ କ'ଣ ବ୍ୟଞ୍ଜନ ବର୍ଣ୍ଣ ବ୍ୟବହାର କରାଯାଇଛି, ଯାହାଫଳରେ ଏଇଟା କ'ଣ ନା ଅନୁପ୍ରାସ ବୋଲି କୁହାଯାଏ। ସେମ୍ ପିଲା ସେମ୍ ସେଇ ଖରେ ମଧ୍ୟ ସେମିତି ଅଛି। ଓକେ, ଦେଖନ୍ତୁ ଘରେ ବି ସେମ୍ ପଡ଼ିଲେ, ଘରେ ବି ସେମିତି ଅଛି। ଦେଖନ୍ତୁ ଘରେ ବି ସେମିତି ଅଛି। ମୋ କୂଳେ ଚାଲି ଚରଣ କରିବୁ ମା ବିଚରଣ ବ୍ୟପଦେଶେ ବିତରଣୀୟ ଅମର କାନ୍ତି ତାଲ ବି ବନ ବାନ୍ଧବ ରାଜି ହୋଇ ଦପ ଦପ ବହିବେ ଆମର ଦର୍ପ ବହିବେ ଶାନ୍ତି ଫଲବେ ପାଠଳ ଶ୍ୟାମଳ ରୁଚିର ରୁଚି ରହିବ ଚିର ନିର୍ମଳ। ତପସ୍ୱିନୀ ଯିଏକି ଗଙ୍ଗାଧର ମେହେର ଲେଖିଛନ୍ତି। ଓକେ, ଏଠି ମଧ୍ୟ ପିଲା ଦେଖନ୍ତୁ ପ୍ରଥମ ଓ ଦ୍ୱିତୀୟରେ ନେଇକି କ ଚ ର ପ ର ମଧ୍ୟ ବ୍ୟଞ୍ଜନ ବର୍ଣ୍ଣ ବହୁତ ବ୍ୟବହାର ହୋଇଛି। ତୃତୀୟ ପାଦରେ ପ ଲ ର ବେଶୀ ବ୍ୟବହାର ହୋଇଛି, ଯାହାଫଳରେ ଆମକୁ କ'ଣ କହିବା ଅନୁପ୍ରାସ ବୋଲି କହିବା ତାକୁ। ଓକେ, ଏହି ଅନୁପ୍ରାସ ଅଳଙ୍କାର ମଧ୍ୟରେ ଭିନ୍ନ ଭିନ୍ନ ବିଭାଗ ଅଛି ପିଲେ। ଏହି ଅନୁପ୍ରାସ ଅଳଙ୍କାରରେ ମଧ୍ୟ ଭିନ୍ନ ଭିନ୍ନ ବିଭାଗ ଅଛି, ଯେମିତିକି ବୃତ୍ୟାନୁପ୍ରାସ, 2 ନମ୍ବର ହେଲା ଚେକାନୁପ୍ରାସ, ସେମିତି 3 ନମ୍ବରରେ ହେଲା ଆଦ୍ୟ ପ୍ରାନ୍ତାନୁପ୍ରାସ। ଓକେ, ଆଉ 4 ନମ୍ବର ହେଲା ଅତ୍ୟାନୁପ୍ରାସ, ଏସବୁ ଇତ୍ୟାଦି। ଓକେ, ଏବେ ଦେଖିବା ଯମକ। ଦେଖନ୍ତୁ ପିଲେ ଶବ୍ଦାଳଙ୍କାର କ'ଣ ଅନୁପ୍ରାସ ଥିଲା, ଯମକ ଥିଲା, ସେଇ ଭିତରୁ ଯମକ ଗୋଟେ କ'ଣ ଯମକ। ଓକେ, ଦେଖନ୍ତୁ ଯମକ ଆମେ କାହାକୁ କହିବା, ଭିନ୍ନତାବୋଧକ ଏକ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ ଯମକ ବୋଲି କୁହାଯାଏ। କ'ଣ କହିଲେ ପିଲେ ଯମକ ଅଳଙ୍କାର କାହାକୁ କୁହାଯାଏ ନା ଭିନ୍ନତାବର୍ଦ୍ଧକ, କିନ୍ତୁ ଭିନ୍ନ ଭିନ୍ନ ଅର୍ଥବୋଧ ପ୍ରକାଶ କରୁଥିବ, କିନ୍ତୁ ଏକ ପ୍ରକାର ଶବ୍ଦ ତାକୁ ବାରମ୍ବାର ବ୍ୟବହାର କରାଯାଉଥିବ ଏବଂ ଏକ ପ୍ରକାର ଶବ୍ଦଟା ମାନେ ସେମ୍ ଥିବ। ଓକେ, ପଢ଼ିବାକୁ ଆମେ ସେମ୍ ପଢ଼ିବା, କିନ୍ତୁ ତାର ଅର୍ଥଟା କ'ଣ ଭିନ୍ନ ଭିନ୍ନ ପ୍ରକାଶ କରୁଥିବ। ଦେଖନ୍ତୁ ଉଦାହରଣ କ'ଣ ଦେଇଛି, ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ 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 ଏ ଶୋଭିତ। ଲାବଣ୍ୟବତୀ ଯିଏ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି। ଦେଖନ୍ତୁ ଏଠି କ'ଣ ଲେଖା ହେଇଛି, ଦେଖନ୍ତୁ ନା କ'ଣ କହିଲେ ନା ଭିନ୍ନତାବର୍ଦ୍ଧକ ଏକ ପ୍ରକାର ଶବ୍ଦ ବ୍ୟବହାର କରୁଥିବ, ପଢ଼ିବା ମାନେ କ'ଣ ପଢ଼ିବା ଆମେ ସେମ୍, କିନ୍ତୁ କ'ଣ ନା ଭିନ୍ନ ଅର୍ଥ ପ୍ରକାଶ କରୁଥିବ। ଦେଖନ୍ତୁ ପ୍ରଥମ ପାଦ ମାନେ ଏଇଟା, ଏଠି କ'ଣ ଲେଖା ଅଛି ଦେଖନ୍ତୁ, ପ୍ରଥମ ପାଦରେ ନଳିନୀ ଏକ ସମ୍ବୋଧନ ପଦ, ହଁ ନା ନାହିଁ, ଏଇଟା କ'ଣ ନା ପଦ୍ମିନୀ ଜାତୀୟ ସୁନ୍ଦରୀ ରମଣୀ, ଯୋଉଟା ସେ ଦ୍ୱିତୀୟରେ ନଳିନୀର ଅର୍ଥ ପୁଷ୍କରିଣୀ, ନଳିନୀର ଅର୍ଥ ହେଲା ପୁଷ୍କରିଣୀ। ଓକେ, ତୃତୀୟର ଅର୍ଥ ପଦ୍ମ, ଏହାର ଅର୍ଥ କ'ଣ ପଦ୍ମ, ବୁଝିପାରିଲେ।
ଦେଖନ୍ତୁ ପଢ଼ୁଛେ ଆମେ ସେମ୍ ନଳିନୀ, ଏଇଟା ମଧ୍ୟ ନଳିନୀ, ଏଇଟା ମଧ୍ୟ, କିନ୍ତୁ ତାଙ୍କର ଅର୍ଥ କ'ଣ, ମାନେ ତାର ଭିନ୍ନତା ବୋଧକ ଅର୍ଥ ପ୍ରକାଶ କରୁଛି ନା। ଏଇ ନଳିନୀର କ'ଣ ପୁଷ୍କରିଣୀ, ଏଇ ନଳିନୀର କ'ଣ ପଦ୍ମ, ହଁ ନା ନାହିଁ। ସେହିପରି ଦ୍ୱିତୀୟ ପାଦରେ ଦେଖନ୍ତୁ, ଏଠି ମଧ୍ୟ ଦେଖନ୍ତୁ ପ୍ରଥମରେ କ'ଣ ବ୍ରହ୍ମରେ ଲେଖା ହେଇଛି, ଦେଖନ୍ତୁ ବ୍ରହ୍ମରେ, ଏହାର ଅର୍ଥ କ'ଣ, ବ୍ରହ୍ମର ମାନେ କ'ଣ, ବ୍ରହ୍ମର ଓ ମାନେ ଲ, ଭ୍ରମର ମାନେ ଲ। ଦ୍ୱିତୀୟ ବ୍ରହ୍ମରେ କ'ଣ ଦେଇଛି, ଏହାର ଅର୍ଥ କ'ଣରେ, ଏ ଅର୍ଥରେ ପଢ଼ୁଛେ, ଦେଖନ୍ତୁ ବ୍ରହ୍ମରେ ବ୍ରହ୍ମରେ ପଢ଼ୁଛେ, ସେମ୍ ପଢ଼ୁଛେ, କିନ୍ତୁ ତାର ଭିନ୍ନତା ବର୍ତ୍ତକ ହେଉଛି। ଏଇ ବ୍ରହ୍ମରେ କ'ଣ ପିଲା, ଦ୍ୱିତୀୟରେ ଦେଖନ୍ତୁ ବିଭ୍ରାନ୍ତିରେ ବା ଅର୍ଥ ଭୁଲରେ। ସେମିତି ତୃତୀୟରେ କ'ଣ ପିଲେ, ତୃତୀୟ ବ୍ରହ୍ମରେ ଦେଖନ୍ତୁ ଏଠି, ଏଇ ବ୍ରହ୍ମରେ ଅର୍ଥ ଭଉଁରୀରେ। ବୁଝିପାରିଲେ ତୋର ନା। ଭିନ୍ନାତ ବର୍ତ୍ତକ ଏକ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ ଚମକ ଅଳଙ୍କାର କୁହାଯାଏ। ମାନେ ଏକା ପ୍ରକାର ଶବ୍ଦ ବାରମ୍ବାର ବ୍ୟବହାର ହୋଇଥିବ, ପଢ଼ିବାକୁ ଆମେ ସେମ୍ ପଢ଼ିବା, ଓକେ, କିନ୍ତୁ ତାର ଅର୍ଥଟା ଭିନ୍ନ ଭିନ୍ନ ହେଉଛି। ଓକେ, ଦେଖନ୍ତୁ ଏଇଠି ମଧ୍ୟ ଆହୁରି ଏକ ଉଦାହରଣ ଅଛି ପିଲେ, ଦେଖନ୍ତୁ ଏଇଟା ଦେଖ, ବରଜି ବରଷେ ଦେଇ ମାନସ, ବରଜି ବରଷେ ଅମେଧ୍ୟ ଗ୍ରାସ, ଜଗତେ କେବଳ ବଳଦେବର ତ ଝିଲିଛୁ। ଦେଖନ୍ତୁ ପ୍ରଥମ ପାଦରେ ବରଜୀବ, ଦେଖନ୍ତୁ ଏଇ ବରଜୀବ ତା ମାନେ କ'ଣ, ଶ୍ରେଷ୍ଠ ପଶୁ, ତାର ଅର୍ଥ କ'ଣ, ଗାଈ, କ'ଣରେ, ତାର ଅର୍ଥ ଗାଈ, ତାର ରସ ହେଲା କ୍ଷୀର। ସେମିତି ବରଜି ବରଷ କ'ଣ, ବରଜି ବରଜି ବରଷ ର ଅର୍ଥ ସାମଗ୍ରିକ ଅର୍ଥ ଗାଈ କ୍ଷୀର। ସେମିତି ଦ୍ୱିତୀୟ ପାଦରେ ଦେଖନ୍ତୁ ସେମିତି ଏଇ ବରଜିର ଅର୍ଥ କ'ଣ ଦେଇଛି, ତ୍ୟାଗଗିରି ବା ବର୍ଜନ କରି। ଏଇ ବର୍ଷର କଥା କ'ଣ, ଏଇ ବର୍ଷର ଅର୍ଥ ହେଉଛି ବର୍ଷକ ଯାଏ, ଅର୍ଥାତ୍ ବର୍ଷକ ଯାଏ ତାକୁ ଯଦି ମିଶାଇ ଦେବା, ବର୍ଷକ ଯାଏ ବର୍ଜନ କରି। ଓକେ, ବୁଝିପାରିଛନ୍ତି ପିଲେ। ଦେଖନ୍ତୁ ନେକ୍ସଟ ଆଉ ଗୋଟେ ଉଦାହରଣ ଦେଇଛି ପିଲେ, ବହୁତ ଦେଇଛି, ଏମିତି ନିଜେ ନିଜେ ପଢ଼ିକି ଆପଣ ଅଭ୍ୟାସ କରିବେ, ମନେ ରଖିବେ। ଆଉ ଦେଖନ୍ତୁ, ଅହିମ କର ତାପ ନାଶେ ସବା ସାରସ ଚକ୍ରେ, ଅହିମ କର ତାପ ନାଶେ ସବା ସାରସ ଚକ୍ରେ, ଲାବଣ୍ୟବତୀ। ଦେଖନ୍ତୁ ଅକ୍ଷର ଦୃଷ୍ଟିରେ ଦେଖିଲେ ଆମେ ଉଭୟ ପାଦରେ ଏକ ବର୍ଣ୍ଣାନମାନ ରହିଛି, ସେମ୍ ଅଛି, ଏଠି ମଧ୍ୟ ଦେଖିବାକୁ, ହଁ କି ନୁହଁ, କିନ୍ତୁ ଅର୍ଥ ଦୃଷ୍ଟିରେ ଯଦି ଆମେ ଦେଖିବା ଶବ୍ଦମାନଙ୍କର ଭିନ୍ନତା ଥାଏ। ଓକେ, ଦେଖିବା କେମିତି, ଏଇଟା ମଧ୍ୟ ଆମେ ପଢ଼ିବା ସେମ୍, ଏଇଟା ମଧ୍ୟ ପଢ଼ି ଦେଖ, ଅହିମ କର ତାପ ନାଶେ ସବା ସାରସ ଚକ୍ରେ, ଅହିମ କର ତାପ ନାଶେ ସବା ସାରସ ଚକ୍ରେ, ପଢ଼ୁଛେ ସେମ୍, କିନ୍ତୁ ତାର ଅର୍ଥଟା କ'ଣ, ସେଇମାନଙ୍କ ଶବ୍ଦମାନଙ୍କର ଅର୍ଥ କ'ଣ ଭିନ୍ନ ଦେଖାଉଛି। ମାନେ ଦେଖନ୍ତୁ ପ୍ରଥମେ କ'ଣ ପାଦରେ କ'ଣ ଅଛି, ଏଇ ପାଦରେ ଏଇ ଲାଇନଟା କ'ଣ ଅଛି, ଏଇ ଲାଇନ ଦେଖନ୍ତୁ, ଅହି, ଅହି, ଏଇ ଯେଉଁ ଅହି ଅଛି ନା, ଅହିର ଅର୍ଥ ସାପ, ଅହି ମକର, ଏଇଠି ମକର, ଏଇ ମକର, ତାର ଅର୍ଥ ହେଲା କୁମ୍ଭୀର। ସେମିତି ତାପ, ତାପର ଅର୍ଥ ଦୁଃଖ, ତାପ, ଏଇ ଯେଉଁ ତାପ ଅଛି ତାର ଅର୍ଥ ଦୁଃଖ। ସାରସ, ସାରସ, ଏଇ ଯେଉଁ ସାରସ ଅଛି ପଦ୍ମ, ଚକ୍ରେର ଅର୍ଥ ସମୂହରେ। ବୁଝିପାରିଲେ। ଦେଖନ୍ତୁ ଏଇଟା ତ ପ୍ରଥମ ପାଦ କଥା ଗଲା, ଦ୍ୱିତୀୟ ପାଦରେ କ'ଣ ଦେଇଛି, ମାନେ ଏଇଠି ଦ୍ୱିତୀୟ ପାଦ ଦେଖ, ଅହି, ଅହିର ଅହି ମକର ମାନେ ସୂର୍ଯ୍ୟ, କ'ଣ, ଅହି ମକର ମାନେ ସୂର୍ଯ୍ୟ। ସେମିତି ତାପର ଉଷ୍ମତା, ତାପର ଉଷ୍ମତା, ଏବେ ତାପର କ'ଣ ଦିଆଯାଇଥିଲା, ଦୁଃଖ ଦିଆଯାଇଥିଲା, ଏଠି ଉଷ୍ମତା। ସାରସର ଅଂଶ, ସାରସର ଏଠି କ'ଣ ପଦ୍ମ ଦେଇଥିଲେ, ଏଠି ଅଂଶ। ଚକ୍ରେ, ଏଠି କ'ଣ ଚକ୍ରର ସମୂହ ଦେଇଥିଲେ, ଏଠି ଚକ୍ର ବାକାଦିରେ ବା ମଣ୍ଡଳୀରେ। ମାନେ ବୁଝିଗଲେ, ଆମେ ପଢ଼ୁଛେ ମାତ୍ର ସେମ୍, କ'ଣ ତାର ଅର୍ଥ ହିଁ ଭିନ୍ନ ଭିନ୍ନ ହେଉଛି। ଓକେ, ତାକୁ କହିବା ଆମେ କ'ଣ ପିଲେ, ତା କ'ଣ କହିଲେ, ଚମକ। ଓକେ, ଦେଖନ୍ତୁ ତ ଏଥିରୁ ଆମେ କ'ଣ ଜାଣିଲେ ପିଲେ, ନା ଭିନ୍ନତା ବୋଧକ, କ'ଣ ଭିନ୍ନତା ବୋଧକ, କିନ୍ତୁ ସେମ୍ କ'ଣ ଥିଲା, ସେମ୍
ପଢ଼ିବାଟା ସେମ୍ ଲାଗୁଥିଲା କିନ୍ତୁ ତାର ଅର୍ଥଟା ଭିନ୍ନ ଭିନ୍ନ ପ୍ରକାଶ କରୁଥିଲା। ଓକେ, ଦେଖନ୍ତୁ ଏଇ ଯମକ ଅଳଙ୍କାର ପ୍ରଧାନତଃ 5 ପ୍ରକାର। ଗୋଟିଏ ହେଲା ଆଦ୍ୟ ଯମକ, ଗୋଟିଏ ହେଲା ମଧ୍ୟ ଯମକ, ପ୍ରାନ୍ତ ଯମକ, ମାଳ ଯମକ ଆଉ ଏକ ସର୍ବ ଯମକ। ଓକେ, ଦେଖନ୍ତୁ ଆଉ କ'ଣ ଶ୍ଲେଷ। ଏବେ ପଢ଼ିବା ଶ୍ଲେଷ। ଶ୍ଲେଷ କାହାକୁ କହିବା? ଓକେ, ଶ୍ଲେଷ ଯେଉଁଟାରେ ଗୋଟିଏ ଶବ୍ଦ ଦୁଇ ବା ଦୁଇରୁ ଅଧିକ ଭିନ୍ନାର୍ଥ ଅର୍ଥ ପ୍ରକାଶ କରିଥାଏ ତାକୁ ଶ୍ଲେଷ ଅଳଙ୍କାର ବୋଲି କୁହାଯାଏ। ବୁଝିପାରିଲେ କ'ଣ କହିଲି ପିଲେ? ଦେଖନ୍ତୁ ଯେଉଁଟାରେ ଗୋଟେ ଶବ୍ଦ ଦୁଇ ବା ଦୁଇରୁ ଅଧିକ ଭିନ୍ନାର୍ଥ ପ୍ରକାଶ କରେ, ଯେଉଁଠିକି ଗୋଟେ ଶବ୍ଦ ଦୁଇରୁ ଅଧିକ କ'ଣ ଭିନ୍ନାର୍ଥ ପ୍ରକାଶ କରିଥାଏ, ଭିନ୍ନ ଅର୍ଥ। ଦେଖନ୍ତୁ କେମିତି, ଦେଖନ୍ତୁ ଏକ୍ଜାମ୍ପଲ୍ ତ ଦେବି ପିଲେ। ଦେଖନ୍ତୁ ଆଉ ଗୋଟେ ଦେଖନ୍ତୁ ଏଠି ତଳେ କ'ଣ ଦେଇଛି, ଯେଉଁ ଶବ୍ଦ ଏକାଧିକ ଅର୍ଥ ପ୍ରକାଶ କରିଥାଏ ମାନେ ଏକରୁ ଅଧିକ, ଏକାଧିକ ମାନେ କ'ଣ ନା ଏକରୁ ଅଧିକ ଅର୍ଥ ପ୍ରକାଶ କରିଥାଏ ତାକୁ ଶ୍ଳିଷ୍ଟ ପଦ କୁହାଯାଏ ପିଲେ। କ'ଣ? ଶ୍ଳିଷ୍ଟ ପଦ। ଗୋଟିଏରୁ ଅଧିକ। ଦେଖନ୍ତୁ ତ ଆମେ ଶ୍ଲେଷ ଜାଣିଲେ କ'ଣ ନା ଯେଉଁଟାରେ ଗୋଟିଏ ଶବ୍ଦ ଦୁଇରୁ ଅଧିକ ଭିନ୍ନାର୍ଥ ପ୍ରକାଶ କରିଥାଏ ତାକୁ ଶ୍ଲେଷ ବୋଲି କୁହାଯାଏ, ଶ୍ଲେଷ ଅଳଙ୍କାର। ତ ଶ୍ଲେଷ ଅଳଙ୍କାର କେତେ ପ୍ରକାର ପିଲା? 3 ପ୍ରକାର ଅଛି। କ'ଣ କ'ଣ ନା ଅଭଙ୍ଗ ଶ୍ଲେଷ, ସଭଙ୍ଗ ଶ୍ଲେଷ, ଭଙ୍ଗାଭଙ୍ଗ ଶ୍ଲେଷ। କ'ଣ କ'ଣ 3 ପ୍ରକାର ଅଛି ସେପଟେ ଅଭଙ୍ଗ ଶ୍ଲେଷ, ସଭଙ୍ଗ ଶ୍ଲେଷ, ଭଙ୍ଗାଭଙ୍ଗ ଶ୍ଲେଷ। ଦେଖନ୍ତୁ ଆମେ ଗୋଟେ ଗୋଟେ କରି ଦେଖିବା, ହଁ ନା ନାହିଁ? ତ ଅଭଙ୍ଗ ଶ୍ଲେଷ କାହାକୁ କହିବା, ସଭଙ୍ଗ ଶ୍ଲେଷ କାହାକୁ କହିବା, ଭଙ୍ଗାଭଙ୍ଗ ଶ୍ଲେଷ କାହାକୁ କହିବା? ଓକେ, ଗୋଟେ ଗୋଟେ ଦେଖିବା। ଯେଉଁଟାରେ ଶବ୍ଦକୁ ନ ଭାଙ୍ଗିକି ଭିନ୍ନ ଭିନ୍ନ ଅର୍ଥ କରାଯାଏ। ଓକେ, ମାନେ ସିମ୍ପଲ୍ କହିଲେ କ'ଣ, ଶବ୍ଦ ଅଖଣ୍ଡିତ ରହି ଏକାଧିକ ଅର୍ଥ ପ୍ରକାଶ କରିବ। ମାନେ କ'ଣ ନା ଯେଉଁଟାରେ ଶବ୍ଦକୁ ଭାଙ୍ଗିବା ନାହିଁ, କ'ଣ ନା ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ, ନ ଭାଙ୍ଗିକି ମଧ୍ୟ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରିଥାଏ। ଓକେ, ବ୍ରାକେଟରେ କ'ଣ ଦେଇଥିଲା? ସେମ୍ ପିଲେ ଅଖଣ୍ଡିତ ରହି ଏକାଧିକ ଅର୍ଥ ମାନେ ଏକରୁ ଅଧିକ ଅର୍ଥ ପ୍ରକାଶ କରିଥାଏ। ଗୋଟେ ଶବ୍ଦକୁ ଆମେ ନ ଭାଙ୍ଗିକି ତାର କ'ଣ ନା ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରାଯାଏ ତାକୁ କୁହାଯାଏ ଅଭଙ୍ଗ। ନ ଭାଙ୍ଗିକି ମାନେ କ'ଣ? ଅଭଙ୍ଗ। ଭଙ୍ଗ ମାନେ ଭାଙ୍ଗିବ, ଅଭଙ୍ଗ ମାନେ ନ ଭାଙ୍ଗିକି। ଓକେ, ସେଥିପାଇଁ ଅଭଙ୍ଗ ଶ୍ଲେଷ ବୋଲି କୁହାଯାଏ। ଓକେ, ଏବେ ଦେଖିବା ସଭଙ୍ଗ ଶ୍ଲେଷ, ଯେଉଁଟାରେ ଶବ୍ଦକୁ ଭାଙ୍ଗି ଭିନ୍ନାର୍ଥ କରାଯାଏ। ସେଠି କ'ଣ କ'ଣ ଗଲା? ଅଭଙ୍ଗରେ ଭାଙ୍ଗିଲୁନୁ, ଭାଙ୍ଗିଲେ କି ନାହିଁ। ଏଠି କ'ଣ ଯେଉଁ ଶବ୍ଦକୁ ଆମେ ଭାଙ୍ଗିକି ଭିନ୍ନାର୍ଥ କରାଯାଏ ସେ ଶବ୍ଦ ଖଣ୍ଡିତ ହୋଇ ଭିନ୍ନ ଅର୍ଥ ପ୍ରକାଶ କରିଥାଏ ତାକୁ ସଭଙ୍ଗ ଶ୍ଲେଷ ଅଳଙ୍କାର କୁହାଯାଏ। ବୁଝିପାରିଲେ? ଏବେ ସେମିତି ଯେଉଁଟାରେ ସଭଙ୍ଗ ଏବଂ ଅଭଙ୍ଗ, କ'ଣ ସଭଙ୍ଗ ଏବଂ ଅଭଙ୍ଗ ଉଭୟ ମିଶିକି ରହିଥାଏ, ମାନେ ଉଭୟ ରହିଥାନ୍ତି, ସେ ସ୍ଥଳରେ ଆମେ କହିବା ସେ ଭଙ୍ଗାଭଙ୍ଗ ଶ୍ଲେଷ ବା ସଭଙ୍ଗାଭଙ୍ଗ ଶ୍ଲେଷ ଅଳଙ୍କାର। ଓକେ, ବୁଝିପାରିଲେ ଏତିକି? ଦେଖନ୍ତୁ ଆମେ ଗୋଟେ ଗୋଟେ ଉଦାହରଣ ବି ଦେଖିଦେବା। ଓକେ, ଉଦାହରଣ ଦେଇଛି ବୋଲେ ଦେଖନ୍ତୁ ଉଦାହରଣ ଦେଖନ୍ତୁ, ବାବୁ ନାକ ସିରି ଦାନ ଯଜ୍ଞ ଯଶାକୁ, ବିହର କାନନ କର ଆଲିଙ୍ଗନକୁ, ବୈଦହୀ ବିଳାସ ଉପେନ୍ଦ୍ର ଭଞ୍ଜ ଲେଖିଥିଲେ ବୋଲି ମନେ ରଖନ୍ତୁ। ଏଇଟା ମଧ୍ୟ କ'ଣ ଏକ୍ଜାମ୍ରେ ଆସିଥାଏ। ଓକେ, ଏଠାରେ ପ୍ରଥମ ପାଦରେ କ'ଣ ଦେଇଛି ଦେଖନ୍ତୁ, ପ୍ରଥମ ପାଦରେ କ'ଣ ଦେଇଛି? ନାକ ସିରି। ତା ମାନେ କ'ଣ? ନାକ ସିରି, ଏଇଠି ନାକ ସିରିର ଏବଂ ଦାନ ଏଇଠି ମନେ। ଓକେ, ନାକ ସିରି ଆଉ ଦାନ ଦେଇଛି, ଏଇଟା ଦାନ, ଏଇଟା ନାକ ସିରି। ତ ପଦ ଦୁଇଟି କ'ଣ ଶ୍ଳିଷ୍ଟ ପଦ। ଏଇଟା ନାକ ସିରି ଏବଂ ଦାନ କ'ଣ ନା ଶ୍ଳିଷ୍ଟ ପଦ। ଏଇ ପଦ ଦୁଇଟି ଅଭଙ୍ଗ ରୂପେ, ଦୁଇଟି ଭିନ୍ନ ପ୍ରକାର ଅଭଙ୍ଗ ରୂପେ। ଏଇଟା ନାକ ସିରି ଗୋଟେ ଦାନ, ନାକ ସିରି ଦାନ ଅଭଙ୍ଗ, ଏଇଟା ଭାଙ୍ଗିକି ନାହିଁ, ମାନେ କ'ଣ ନା ଜଡ଼ିତ ହେଇକିନା ଅଛି। ଓକେ, ପ୍ରଥମ ଅର୍ଥରେ କ'ଣ ନାକ ଶ୍ରୀ ସ୍ୱର୍ଗ ସମ୍ପଦ ବା ଐଶ୍ୱର୍ଯ୍ୟ, ଆଉ ନାକ କ'ଣ ସ୍ୱର୍ଗ, ଆଉ ଶ୍ରୀର ଅର୍ଥ ଐଶ୍ୱର୍ଯ୍ୟ ସମ୍ପଦ।
ଓକେ। ସେଠି ଦାନର ଅର୍ଥ ଦାନ ଦେବା ବା ପ୍ରଦାନ କରିବା। ଦେଖନ୍ତୁ ଦ୍ୱିତୀୟ ଅର୍ଥରେ କ'ଣ ଦେଇଛି? ଦ୍ୱିତୀୟ ଅର୍ଥରେ ଦେଖନ୍ତୁ ଟିକେ ସ୍କ୍ରୋଲ କରିଦେବା ପିଲାମାନେ। ଦେଖନ୍ତୁ ଦ୍ୱିତୀୟ ଅର୍ଥରେ ନାକ ସିରିର ଅର୍ଥ ନାକର ସୌନ୍ଦର୍ଯ୍ୟ, ଦାନ ଅର୍ଥ ଛେଦନ କରିବା। ଓକେ, ଦେଖ ଦା ମାନେ ଦେବା ଓ କାଟିବା ମାନେ। ଉପଯୁକ୍ତ ଦୁଇଟି ଖଣ୍ଡିତ ନ ହୋଇ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଥିବାରୁ ଏହା ଅଭଙ୍ଗ ଶ୍ଲେଷ। ଦେଖନ୍ତୁ ଏଠି କ'ଣ ନା ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଛି। ନାକ ସିରି ମାନେ ନାକର ସୌନ୍ଦର୍ଯ୍ୟ, ଦାନର ଅର୍ଥ ଛେଦନ କରିବା। ଏଠି କ'ଣ ଦା ମାନେ ଦେବା ଏବଂ କାଟିବା। ଓକେ, ତ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଥିବାରୁ ଏହାକୁ ଅଭଙ୍ଗ ଶ୍ଲେଷ ବୋଲି କୁହାଯାଏ। ସେ ଦ୍ୱିତୀୟରେ କ'ଣ ଦେଇଛି ଦେଖନ୍ତୁ, ଦ୍ୱିତୀୟ ପାଦରେ ବିହର କାନନ ଅର୍ଥ କାନରେ ବନରେ, କାନନରେ ବିହର କାନନ ତାର ଅର୍ଥ କୋଣରେ କାନନରେ ବା ବନରେ କହିପାରନ୍ତି। ବିହାର କର ମାନେ ଭ୍ରମଣ କର ଯୋଉଟା, ତଥା ଆଲିଙ୍ଗନ କର। ଓକେ, ବିହାର କର ବା ଭ୍ରମଣ କର ତାର ଆଲିଙ୍ଗନ କର ମଧ୍ୟ କହିପାରିବ। ଓକେ, ଦେଖନ୍ତୁ ଏଠି କ'ଣ ଦେଇଛି ସେମ୍ ତାକୁ ବୀର ମାନେ ବିଶେଷ ଭାବରେ ହରଣ କରେ, ହରଣ କର। ସେମିତି କାନ ଓ ନ କର ଆଲିଙ୍ଗନକୁ ବୁଝାଉଛି, କାହାକୁ ଆଲିଙ୍ଗନ। ଏଠାରେ ବିହର ଅର୍ଥ କ'ଣ? ଛେଦନ କର। କାନନ ଛେଦନ କର ଆଲିଙ୍ଗନକୁ ନ କର। କାନନ ପଦଟି ଖଣ୍ଡିତ ହେବା ଦ୍ୱାରା କାରଣ ଭିନ୍ନତା ପ୍ରକାଶ, ସେଥିପାଇଁ ଦେଖନ୍ତୁ ଏଠି ଭିନ୍ନାର୍ଥ ପ୍ରକାଶ କରୁଛି, ଏଠି ଭିନ୍ନାର୍ଥ ପ୍ରକାଶ କରୁଛି, ଯାହାଫଳରେ କ'ଣ ଏଇଟା ସଭଙ୍ଗ ଶ୍ଲେଷ ବୋଲି କୁହାଯାଏ। ଓକେ, ସମଗ୍ର ପଦଟିରେ ସଭଙ୍ଗ ଶ୍ଲେଷ ହୋଇଥିବାକୁ ଭଙ୍ଗାଭଙ୍ଗ ଶ୍ଲେଷ ସଭାଭଙ୍ଗ ଶ୍ଲେଷ ବୋଲି। ଦେଖନ୍ତୁ ଏଇ ଯେଉଁ ସବୁ କ'ଣ ପଦଟିକୁ ମିଶାଇଲେ କ'ଣ ଅଭଙ୍ଗ ଓ ସଭଙ୍ଗ ଶ୍ଲେଷ ଥିବାରୁ ଦୁଇଟା ଅଛି, ସଭଙ୍ଗ ବି ଅଛି ଅଭଙ୍ଗ ବି ହେଉଥିବାରୁ ଏହାକୁ ଭଙ୍ଗାଭଙ୍ଗ ଶ୍ଲେଷ ବା ସଭଙ୍ଗ ଶ୍ଲେଷ ବୋଲି କୁହାଯାଏ। ଓକେ, ଦେଖନ୍ତୁ ପିଲେ ଏବେ ଅର୍ଥଳାଙ୍କର କ'ଣ ଆମେ ଦୁଇଟା ପଢ଼ିଥିଲେ, ଶବ୍ଦାଳଙ୍କର ଅର୍ଥଳାଙ୍କର। ତ ଆମେ ଶବ୍ଦାଳଙ୍କର ସାରିଦେଲେ ଅର୍ଥଳାଙ୍କର ଅଛି। କ'ଣ ଅର୍ଥଳାଙ୍କର ଅଛି? ଅର୍ଥଳାଙ୍କର ଗୋଟେ କ'ଣ ଥିଲା? ଉପମା। କ'ଣ ଉପମା? ଏବେ ଦେଖିବା ଉପମା କାହାକୁ କହିବା। ଓକେ, ଦେଖନ୍ତୁ ଯେଉଁ ବାକ୍ୟରେ ଉପମାନ ଉପମେୟ ସମାନ ଧର୍ମ ବିଶିଷ୍ଟ ରହିଥାନ୍ତି ଓ ସେମାନଙ୍କ ମଧ୍ୟରେ ଥିବା ସାଦୃଶ୍ୟ ଯେମିତି ପରି, ତୁଲ୍ୟ, ସଦୃଶ୍ୟ, ଯେନେ, ଶେଷନ, ସରି, ଯଥା ଏପରି ଥିବ, ସାଧାରଣ ବୋଧକ ଶବ୍ଦ ଦ୍ୱାରା ଅଭିହିତ ହୋଇଥାଏ, ସେଠାରେ ଉପମା ଅଳଙ୍କାର ହୁଏ। ଓକେ, ମାନେ ଉପମା ଅଳଙ୍କାର କେମିତି ଜାଣିପାରିବା ନା ପରି, ତୁଲ୍ୟ, ସଦୃଶ, ଯେନେ, ଶେଷନ, ସରି, ଯଥା ଏପରି ଥିଲେ ଆମେ କ'ଣ ଜାଣିପାରିବା ନା ଏକ ଉପମା ଅଳଙ୍କାର ବୋଲି ଜାଣିପାରିବା। ଓକେ, ଦେଖନ୍ତୁ ଉପମେୟ କାହାକୁ କୁହାଯାଏ? ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପିଲେ। ଯାହାକୁ ତୁଳନା ଦିଆଯାଏ ବା ଯାହାକୁ ତୁଳନା କ'ଣ ତୁଳନା କରିଥାଉ, ଦେଖନ୍ତୁ ଉପମେୟ କୁହାଯାଏ। ଉଦାହରଣ ଯେମିତି ମୁଖ ଚନ୍ଦ୍ର ପରି। ଦେଖନ୍ତୁ ମୁଖ ଚନ୍ଦ୍ର ପରି। ଓକେ, ମୁଖ ଚନ୍ଦ୍ର ପରି। ଏଠି ଦେଖନ୍ତୁ ଆଉ କ'ଣ ଏଠାରେ କ'ଣ ମୁଖକୁ କାହା ସହିତ ତୁଳନା କରାଯାଇଛି? ଏଇ ଯେଉଁ ମୁଖକୁ କାହାକୁ? ଚନ୍ଦ୍ର ସହିତ। ସେ କ'ଣ ମୁଖ ଗୋଟେ କ'ଣ ହେଲା? ଏଇ ଯେଉଁ ମୁଖ କ'ଣ ଉପମେୟ। କ'ଣ ଏଇଟା ହେଲା ଉପମେୟ। ଓକେ, ଉପମେୟ ବୋଲି କହୁଛି, ଏତିକି ବୁଝିପାରିଲେ। ଏବଂ ଉପମା କାହାକୁ? ଦେଖନ୍ତୁ ଉପମାନ କାହାକୁ କୁହାଯାଏ? ଉପମାନ କାହାକୁ କୁହାଯାଏ? ଉପମାନ ନା ଯାହା ସହିତ ତୁଳନା କରାଯାଏ ତାହାକୁ ଉପମାନ କୁହାଯାଏ। କାହା ସହିତ? ଦେଖନ୍ତୁ ମୁଖ ପରି ଚନ୍ଦ୍ର, ମୁଖ ପରି ଚନ୍ଦ୍ର ଏଠି। ଓକେ, ମୁଖ ପରି ଚନ୍ଦ୍ର, ତ ଯାହା ସହିତ ତୁଳନା କରୁଛେ, କାହା ସହିତ ତୁଳନା କରୁଛେ? ଚନ୍ଦ୍ର ସହିତ ତୁଳନା କରୁଛେ। କାହାକୁ? ମୁଖକୁ, ମୁହଁକୁ କାହା ସହିତ ତୁଳନା କରୁଛେ? ଚନ୍ଦ୍ର ସହିତ, ତାକୁ କୁହାଯାଏ। ତ କାହା? ଚନ୍ଦ୍ର ଗୋଟେ କ'ଣ ନା ଉପମାନ। ଓକେ,
ଏଠି କ'ଣ ଥିଲା ପିଲେ? ମୁଖ ଚନ୍ଦ୍ର ପରି ସୁନ୍ଦର। କାହା ପରି? ଚନ୍ଦ୍ର ପରି। ତ ଯାହାକୁ ତୁଳନା କର, କାହାକୁ ତୁଳନା? ମୁଖକୁ ତୁଳନା କରୁଥିଲେ ଏଠି। ସେଥିପାଇଁ କ'ଣ? ମୁଖ ହେଲା ଉପମେୟ। ଓକେ, ଏଠି କ'ଣ ଉପମା କାହାକୁ? ଯାହା ସହିତ ତୁଳନା କରୁଛୁ, ଯାହା ସହିତ ତୁଳନା କରୁଛୁ ତାହା କୁହାଯାଏ ଉପମା। କ'ଣ? ଉପମା। ଓକେ, ଦେଖନ୍ତୁ ପିଲେ ଏଠି ଟିକେ ଦୋଷ ନାହିଁ ପିଲେ, ଟିକେ ଜୁମ୍ କରିଦେଲେ ଜଣାପଡ଼ିବ ବୋଧେ। ଟିକେ ଆପଣଙ୍କୁ ଦିଶୁଛି ନା ନାହିଁ ଦେଖନ୍ତୁ, ଦେଖିବା ପିଲେ। ତ ପଢ଼ି ହେଉନାହିଁ ବୋଧେ, ଟିକେ ଦେଖିବା ଆଉ କ'ଣ କେମିତି ଅଛି ତଳେ। ଟିକେ ଝାପ୍ସା ଝାପ୍ସା ଆସୁଛି ପିଲେ, ଟିକେ ଦେଖିବା ଆଉ କ'ଣ କରିବା, ପଢ଼ିଦେବା ଟିକେ। ଦେଖନ୍ତୁ, ସାଧାରଣତଃ ପ୍ରକୃତିରେ ସୌନ୍ଦର୍ଯ୍ୟ ବିଭବ କିମ୍ବା ଅଧିକ ଗୁଣ ବିଶିଷ୍ଟ ବସ୍ତୁକୁ ଉପମାନ ଭାବେ ଗ୍ରହଣ କରାଯାଏ। ଏଠାରେ ଚନ୍ଦ୍ର ବହୁ ଗୁଣ ବିଶିଷ୍ଟ ହୋଇଥିବାରୁ ଏହା ଉପମାନ। ବୁଝିପାରିଲେ? ତ ଚନ୍ଦ୍ର ଏଠାରେ କ'ଣ ନା ବହୁ ଗୁଣ ବିଶିଷ୍ଟ ହୋଇଥିବାରୁ ଉପମାନ ବୋଲି କୁହାଗଲା। ସେମିତି ଉପମେୟ ଓ ଉପମାନକୁ ଯେଉଁ ସାଧାରଣ ଗୁଣ ହେତୁ ତୁଳନା କରାଯାଏ, ଯେଉଁ ଉପମେୟ ଓ ଉପମାନକୁ ଯେଉଁ ସାଧାରଣ ଗୁଣ ହେତୁ ତୁଳନା କରୁଛି ତାହାକୁ ସାଧାରଣ ଧର୍ମ ବୋଲି କୁହାଯାଏ। ଓକେ, ଉପରଲିଖିତ ବାକ୍ୟ ମୁଖ ଓ ଚନ୍ଦ୍ରର ସାଧାରଣ ଗୁଣ ହେଉଛି ସୌନ୍ଦର୍ଯ୍ୟ। ଆମେ ଯେଉଁ ଉପର ଯେଉଁ ଗୋଟେ ଲେଖିଲେ କି ନାହିଁ, ଚନ୍ଦ୍ର ପରି ମୁଖ ଏସବୁ ଲେଖିଲେ, ତ ଉପରେ ମୁଖ ଓ ଚନ୍ଦ୍ରର ଯେଉଁ ସାଧାରଣ ଗୁଣ ହେଉଛି ତାର ହେଲା ସୌନ୍ଦର୍ଯ୍ୟ। କ'ଣ? ସୌନ୍ଦର୍ଯ୍ୟ। ଆଉ କ'ଣ ଦେଇଛି ଦେଖନ୍ତୁ, ଉପମେୟ ଓ ଉପମାନ ମଧ୍ୟରେ ଥିବା ସାଧାରଣ ଧର୍ମକୁ ଶବ୍ଦ ସଂଯୋଗ କରେ। କିଏ? ନା ଶବ୍ଦ ସଂଯୋଗ କରେ ଅଥବା ସେମାନଙ୍କ ସାଦୃଶ୍ୟକୁ ପ୍ରକାଶ କରେ, ତାହାକୁ ଉପମାବାଚକ ଶବ୍ଦ କୁହାଯାଏ। କ'ଣ କୁହାଗଲା? ଉପମେୟ ବା ଉପମାନ ମଧ୍ୟରେ ଯେଉଁ ସାଧାରଣ ଧର୍ମକୁ ଶବ୍ଦ ସଂଯୋଗ କରେ ଅଥବା ସେମାନଙ୍କ ସାଦୃଶ୍ୟକୁ ପ୍ରକାଶ କରେ, ତାହାକୁ କୁହାଯାଏ କ'ଣ ନା ଉପମାବାଚକ ଶବ୍ଦ ବୋଲି କୁହାଯାଏ। ଓକେ, ଯେମିତିକି ପରି, ଯେନେ, ଯଥା, ସଦୃଶ, ତୁଲ୍ୟ, ଯେସନ ପ୍ରଭୃତି ଉପମାଯୁକ୍ତ ଶବ୍ଦ। ଆପଣ ଯଦି ପରି, ଯେନେ, ଯଥା, ସଦୃଶ, ତୁଲ୍ୟ ଏସବୁ, ଯେସନ ଏସବୁ ଅଛି ମାନେ ଆପଣ ଜାଣିପାରିବେ ଏଇଟା ଗୋଟେ କ'ଣ? ଉପମା ବାଚକ ଶବ୍ଦ। ଦେଖନ୍ତୁ, ଉଦାହରଣ ଦେଇଛି ଦେଖନ୍ତୁ, ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ। ଏଇଟା ଶରତ, ଯେଉଁଟାକି ଭକ୍ତ କବି ମଧୁସୂଦନ ରାଉ ଲେଖିଛନ୍ତି। ଏଠାରେ ଦେଖନ୍ତୁ ସୁନୀଳ ଅମ୍ବରେ, ଏ ଯେଉଁ ସୁନୀଳ ଅମ୍ବରେ ଆଉ କ'ଣ? ଆକାଶରେ ଯେଉଁଟା, ଆଉ ଧଳା ମେଘ। ଓକେ, ଆକାଶରେ, ସୁନୀଳ ଅମ୍ବରେ ମାନେ ଆକାଶରେ। ସେମିତି ଉପମାନ ନୀଳ ସମୁଦ୍ରରେ ଭାସୁଥିବା ବୋଇତ, ନୀଳ ସମୁଦ୍ରରେ ଭାସୁଥିବା ବୋଇତ କ'ଣ? ଉପମାନ ବୋଲି କୁହାଗଲା। ଉପମେୟ କାହା କୁହାଗଲା? ନା ସୁନୀଳ ଅମ୍ବରେ ଧଳା ମେଘ, ଏହାକୁ ଆମେ କହିଲେ ଆମେ କ'ଣ? ନା ଉପମେୟ। ସେମିତି ଉପମାନ କାହାକୁ କହିଲେ? ଏ ଭାସଇ ନୀଳ ସମୁଦ୍ରରେ, ଏଇଟାକୁ କହିଲେ କ'ଣ? ନା ସରି ପିଲେ, ଦେଖନ୍ତୁ ଉପମାନ। ଓକେ, ଏଠି ଦେଖୁ ସାଧାରଣ ଧର୍ମ ଏଠି କ'ଣ ରହିଲା? ସାଧାରଣ ଧର୍ମ ଏଠି କ'ଣ ହେଲା? ଭାସିବା। ସାଧାରଣ ଧର୍ମ କ'ଣ? ଭାସିବା। ଉପମା ବାଚକ ଶବ୍ଦ କ'ଣ? ଯଥା, ଯଥା, ତଥା ଏସବୁ ଥିବ ବୋଲେ ତାକୁ କହିବା ଆମେ ଉପମା ବାଚକ ଶବ୍ଦ ବୋଲି କହିବା। ଓକେ, ସେମ୍ ଆଉ ଗୋଟେ ଉଦାହରଣ ଦେଇଛି ପିଲାମାନେ, ଦେଖନ୍ତୁ ଏଠି ଦେଖନ୍ତୁ କ'ଣ ଦେଇଛି, କ'ଣ ଦେଖନ୍ତୁ। ଓକେ, ମିଶିଯାଏ ଯଥା ପ୍ରଭାତୀ ତାରା ରବି କିରଣେ, ମିଶିଯାଏ ଯଥା ଜୀବାତ୍ମା ପରମାତ୍ମା ଚରଣେ, ମିଶିଯାଏ ଯଥା ସଫଳା ନୀଳ ଜଳ ତରଙ୍ଗେ, ମିଶିଗଲା ତଥା ଅବଳା ସେଇ ନୀଳର ତରଙ୍ଗେ। ଓକେ, ଏଇଟା ଚନ୍ଦ୍ରଭାଗା, ଯେଉଁଟାକି ରାଧାନାଥ କବି ଲେଖିଛନ୍ତି। ଏଠାର ଉପମେୟ କେଉଁଟା? ଉପମେୟ କେଉଁଟା? ଉପମାନ କେଉଁଟା? ଦେଖିବା ତ ଫାଷ୍ଟ ଦେଖିବା ଉପମେୟ। ଉପମେୟ ହେଲା ଅବଳା, ଏଇଟା ଅବଳା, ଏଇଟା ଅବଳା, ଏହାକୁ କୁହାଯାଏ କ'ଣ? ନା କ'ଣ? ଉପମେୟ।
ସେମିତି ଉପମାନ କାହାକୁ କହିବା? ପ୍ରବାଦୀ ତାରା, ଜୀବାତ୍ମା, ଓକେ, ମାନେ ଚପଳା, ଏ ଯେଉଁ ଚପଳା, ଜୀବାତ୍ମା, ପରମାତ୍ମା, ଏସବୁ ଗୋଟେ ଗୋଟେ କ'ଣ ନା ଉପମାନ। ଓକେ, ମାନେ କ'ଣ ଯାହା ସହିତ ତୁଳନା କରୁଛେ, କାହା ସହିତ? ଜୀବାତ୍ମା, ପରମାତ୍ମା। ଓକେ, ସେମିତି ଉପମାବାଚକ କାହାକୁ କହିବା? ଯଥା, ତଥା, ଏସବୁ ଥିଲେ କ'ଣ ଆମେ ଉପମାବାଚକ ଶବ୍ଦ ବୋଲି କହିପାରିବା। ସେମିତି ସାଧାରଣ ଧର୍ମ କାହାକୁ କହିବା? ଲୀନ ହେବା, ମିଶିଯିବା, ଲୀନ ହେବା, ମିଶିଯିବା, ଏସବୁ କ'ଣ କରିବା ନା ଲୀନ ହେବା, ମିଶିଯିବା, ହେଲା, ଏସବୁ ଆମେ କ'ଣ କହିବା ନା ସାଧାରଣ ଧର୍ମ ବୋଲି କହିବା। ଓକେ, ଏବେ ଦେଖିବା ଉତ୍ପ୍ରେକ୍ଷା। କ'ଣ କହିଲେ? ଉତ୍ପ୍ରେକ୍ଷା। ଉତ୍ପ୍ରେକ୍ଷା ବୋଲି କାହାକୁ କହିବା? ଦେଖନ୍ତୁ, ପ୍ରକୃତ ବସ୍ତୁରେ ବା ଉପମୟରେ, ପ୍ରକୃତ ବସ୍ତୁ ବା ଉପମାନ, ଯୋଉଟା ଉପମୟରେ ବା ଉପମାନରେ ସମ୍ଭାବନା ବା ତର୍କଣା କରାଗଲେ ଉତ୍ପ୍ରେକ୍ଷା ଅଳଙ୍କାର ହୋଇଥାଏ। କ'ଣ କହିଲେ ପିଲେ ବୁଝିପାରୁଛନ୍ତି ନା? ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁ ସମ୍ଭାବନା ବା ତର୍କଣା କରାଗଲେ ତାକୁ କହିବା ଉତ୍ପ୍ରେକ୍ଷା ଅଳଙ୍କାର ହୋଇଥାଏ, ତାକୁ କୁହାଯାଏ। ଓକେ, ଏଇ ଅଳଙ୍କାର କ'ଣ ନା କି, ସତେକ, ସିନା, ସତେ, ଅବା, କିବା, ବା, ବୋଧେ ପ୍ରଭୃତି ଏସବୁ ଯଦି ଉତ୍ପ୍ରେକ୍ଷା ବାଚକ ଶବ୍ଦ ଭାବରେ ବ୍ୟବହୃତ ହୋଇଥାଏ ତାକୁ କୁହାଯାଏ ଆମେ ଉତ୍ପ୍ରେକ୍ଷା। କ'ଣ କହିଲେ? ଉତ୍ପ୍ରେକ୍ଷା। ଦେଖନ୍ତୁ ଏଠି କିବା ଲାଗିଛି ନା, ଏସବୁ କିବା, ଓକେ, ମାନେ ବୋଧେ, ବା, ସିନା, ଏସବୁ ଯଦି ଲାଗିଥିଲେ ଆମେ ଜାଣିପାରିବା ନା ଉତ୍ପ୍ରେକ୍ଷା ଅଳଙ୍କାର ବୋଲି ଆମେ କହିପାରିବା। ଓକେ, ଦେଖନ୍ତୁ ଏଠି କିବା ଲାଗିଛି। ଶ୍ଵେତାଙ୍ଗ ଚଢ଼େଇ ଗୁହା ସମୁଦ୍ଗତ ନିରବେଦୀ କିବା ଉଠେ ଐରାବତ ଚିଲିକା, ଯୋଗୀ ରାଧାନାଥ ରାୟ ଲେଖିଥିଲେ। ଓକେ, ନିରବେଦୀ କିବା ଉଠେ। ନେକ୍ସଟ ଯିବା ପିଲେ, ଦେଖନ୍ତୁ ରୂପକ। କ'ଣ ନା ରୂପକ। ଦେଖନ୍ତୁ ରୂପକ କାହାକୁ କହିବା? ଓକେ, ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ବା କଥିତ ହେଲେ ଏବଂ ଉପମେୟରେ ଉପମାନର ଆରୋପ ହେଲେ ତାକୁ ରୂପକ ଅଳଙ୍କାର ବୋଲି କୁହାଯାଏ। ତ ରୂପକ ଅଳଙ୍କାର କାହାକୁ କହିବା ପିଲେ? ଦେଖନ୍ତୁ ନା, ଉପମେୟ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ବା କଥିତ ହେଲେ କଥା ଏବଂ ଉପମେୟରେ କ'ଣ ନା ଉପମାନର ଆରୋପ ହେଲେ ତାକୁ ରୂପକ ଅଳଙ୍କାର କୁହାଯାଏ। ଦେଖନ୍ତୁ, ଉପମାଳାରେ ଉପମାନ ଉପମେୟ ଉଭୟ ସଦୃଶ ବର୍ଣ୍ଣନା କରାଯାଇଥାଏ। ରୂପକ ଅଳଙ୍କାରରେ ଉପମାନ ଉପମେୟର ଅଭେଦ କଳ୍ପନା କରାଯାଏ। ଦେଖନ୍ତୁ ଉଦାହରଣ କ'ଣ ଦେଇଛି? ଦରିଦ୍ରତା, ପଙ୍କପୂର୍ଣ୍ଣ, ମୋ ଜୀବନ ସର, ଝଞ୍ଜାଳ ଜଳଜ ଜଳେ ଆବିଳ ଉଦର। ତପସ୍ୱିନୀ, ଯିଏ ଗଙ୍ଗାଧର ମେହେର ଲେଖିଛନ୍ତି। ଦେଖନ୍ତୁ ଏଠି ଏଇ ପଦରେ କ'ଣ ନା ଦରିଦ୍ରତାରେ, ଏଠି ଦରିଦ୍ରତା, ପଙ୍କର ଅର୍ଥ ଆରୋପଣ କ'ଣ? ଜୀବନ। ଏଇ ପଙ୍କର ଆରୋପଣ କ'ଣ ନା ଜୀବନ। ସେମିତି ଜଞ୍ଜାଳର ମାନେ ତାର ହୁଏ କ'ଣ? ଜଞ୍ଜାଳର ସର। ଓକେ, ଜଳଜ ଜଳେ ତାର ଆରୋପ କରାଯାଇଛି। ଓକେ, ଜଳଧର କ'ଣ? ଜଳର ଆରୋପ କରାଯାଇଛି। ସେମିତି ଖରେ ମଧ୍ୟ ସେମିତି ଦେଖନ୍ତୁ, କବିତା ବନିତା, କବିତା ପିତା, କହିବା ଲୋକ ତାର ଉପମାତା, କଲେ ତାକୁ ଭୋଗ ରସିକ ନେତା, କେତେ ହିଁ ହବା ରହି ଯୋଗ୍ୟତା, କୁମତି ଗୁହାଇଁ କେବଳ ବହି ମାତ୍ର ଭାଇ ତାର। ରସକଲଚ, ଯିଏ ଦୀନକୃଷ୍ଣ ଦାସ ଲେଖିଥିଲେ। ଓକେ, ଏଠାରେ ଦେଖନ୍ତୁ ବନିତା କବିଙ୍କଠାରେ ପିତା, କହିବା ଲୋକଙ୍କଠାରେ ଉପମାତା, ଗୁଆଁରଠାରେ ବୈମାତ୍ରେ ଭାଇର ଆରୋପ କରାଯାଇଛି। କ'ଣ? ଭାଇର ଆରୋପ କରାଯାଇଛି। ସେମ୍ ପିଲେ ଏଠି ମଧ୍ୟ ଦେଇଛି କ ନମ୍ବରରେ। ଦେଖନ୍ତୁ, କଳୁଷ ପଙ୍କେ ମୁହିଁ କେଡ଼େ ମଳିନ, କେମନ୍ତେ ସରି ତୋର ହେବି ନଳିନ। ଯିଏ ପଦ୍ମ, ଏଇଟା ପଦ୍ମ। ଦେଖନ୍ତୁ ଭକ୍ତ କବି ମଧୁସୂଦନ ଦାସ ଲେଖିଛନ୍ତି। ଏଇଟା ମଧୁସୂଦନ। ଏଠାରେ କାଳୁଷ ଓ ପଙ୍କ ମଧ୍ୟରେ କ'ଣ ନା ଅଭେଦ ମାନେ କଳ୍ପନା କରାଯାଇଛି।
ଏବଂ କଳୁଷ କ'ଣ, ଏଇ ଯେଉଁ କଳୁଷ ପଙ୍କ ତାହା ବୋଲି କୁହାଯାଇଛି। କଳୁଷ ଯୋଗୁଁ ପଙ୍କ ବୋଲି କୁହାଯାଇଛି। ତ ଅର୍ଥାତ୍ କାଳୁଷ ଓ ପଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ ପିଲେ, ଦୁହେଁ ଏକ ବସ୍ତୁ ବୋଲି କଳ୍ପନା କରାଯାଇଛି ଏଠି। ଓକେ, ଦେଖନ୍ତୁ ପିଲେ, ଆମେ ଯେଉଁ ଆଜି ଯେଉଁ ଏଇ ଯେଉଁ ଅଳଙ୍କାରଟା ଆମେ ଆଜି ଫୁଲ୍ କଭରେଜ୍ କରିଦେଲେ ପିଲେ, ଏଇଟା ଆପଣଙ୍କ ପାଇଁ ବହୁତ ହେଲ୍ପଫୁଲ୍ ରହିଥିବ। ତ ପିଲେ ଏଇଟାକୁ ଆପଣ ମାନେ ଲେଖିକି ପ୍ରାକ୍ଟିସ୍ କରିବେ ପିଲେ ଏଇଟା। ଓକେ, ବହୁତ ଏଇଟା ମଧ୍ୟ କ'ଣ ଏକ୍ଜାମ୍ରେ ଆସିଥାଏ ଏବଂ ଏମିତି ଏସବୁ ଗୁଡ଼ାକ ମନେ ରଖିବେ, ଯେମିତି ତପସ୍ୱିନୀ, ଗଙ୍ଗାଧର ମେହେର, ଚିଲିକା, ରାଧାନାଥ ରାୟ, ଏସବୁ ମଧ୍ୟ ମନେ ରଖିବେ। ଓକେ, ତ ପିଲାମାନେ ଆଜିର କ୍ଲାସ୍କୁ ଆମେ ଏଇଠି ଶେଷ କରିଦେବା। ତା ପୂର୍ବରୁ କ୍ଲାସ୍କୁ ଏଣ୍ଡ କରିବା ପୂର୍ବରୁ ସମସ୍ତେ ନା ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ବହୁ ଲୋକକୁ ସେୟାର କରନ୍ତୁ ପିଲେ, ଏବଂ ଆମର ଏଇ ଭିଡ଼ିଓ ଭଲ ଲାଗିଲେ ଆପଣମାନଙ୍କୁ କମେଣ୍ଟ ମଧ୍ୟ କରନ୍ତୁ। ଓକେ, ତ ଆଜିର ଏଇ କ୍ଲାସ୍କୁ ଏଇଠି ବନ୍ଦ କରିବା ପିଲେ, ତା ପୂର୍ବରୁ ସେୟାର କରନ୍ତୁ। ତ ଏଠି ବନ୍ଦ କରିଦେବା ପିଲେ। ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥ।